हेलो नमस्ते। आशा करुछि भले थिबे समस्ते। तो फर्स्ट ऑफ ऑल जय जगन्नाथ समस्त को। जय जगन्नाथ। मु तो मु तो आशा करुछि आमे मान तो भले अछु तो आपण माने सब भले थांतु। एवं मु ए केबे आमे थैंक यू भी जणैनु आमे ते शीघ्र 100 समथिंग सब्सक्राइबर हबा पाई बाकी जदि आपण माने आउटे चेष्टा करिवे आमे भलो भलो कंटेंट आपण मन पई आपण मानको माने कमेंट अनुसार कि टिके क्लोजली जदि भी आपण माने हमकु सेतिकी माने सहाय्य करिवे तो मैच डे रे ही वीडियो आसीबो प्लस मैच शेड्यूल लो वीडियो आसीबो बाकी सेतिकी बजेट पई हमकु आपण मानकर सहाय्य तो नियति दरकार। तो सेति लागि ଯେମିତି କି ପୂର୍ବ ଭିଡିଓରେ ମୁଁ କହିଥିଲି କି ଆମର ତ ଭ୍ୟୁଜ ଅଧିକ ପଳେଇ ଆସୁଛି। ଭ୍ୟୁଜ ତ ବହୁତ ଜଣ ବହୁତ ଲୋକ ଭ୍ୟୁଜ ମାନେ ବହୁତ ଲୋକ ସିନ୍ ତ ମାରୁଛନ୍ତି ବାକି ସବସ୍କ୍ରାଇବ ବଟନ ଟାକୁ ସବସ୍କ୍ରାଇବ କ୍ଲିକ ଟା ଆସୁନି। କରୁନାହାନ୍ତି କି ଲାଇକ୍ ବଗେରା ବି ଟିକେ ଦଉନାହାନ୍ତି। ତ ଆପଣ ମାନଙ୍କ ତ ଯେମିତି ଆମେ କହିଛୁ ଫାଷ୍ଟ ଆପଣ ମାନଙ୍କର ସେ ସବସ୍କ୍ରାଇବ ଆଣ୍ଡ ଲାଇକ୍ ଗୋଟେ ସିଙ୍ଗଲ କ୍ଲିକ ରେ କିଛି ବି ଯିବନି ବାକି ଆମ ମାନଙ୍କର ବହୁତ ସାରା ଜିନିଷ ଆମକୁ ବହୁତ ଡିପେଣ୍ଡ ମୋଟିଭେଟ କରେ ମିଳିବ, ସେ ସବସ୍କ୍ରାଇବ ଆଣ୍ଡ ଲାଇକ୍। ବହୁତ ମୋଟିଭେଟ ତ ମୋଟିଭେଟ ମୋଟିଭେଟ ବହୁତ ସାରା ଜିନିଷ ବି ଭଲ କଣ୍ଟେଣ୍ଟ ପାଇଁ ବି ସେଇଟା ବହୁତ ମାଇନେ ରଖେ ଆମ ପାଇଁ। ମିଳିବ। ତ ଦୟାକରି ଆମ ଭିଡିଓଟିକୁ ସବସ୍କ୍ରାଇବ ଆଣ୍ଡ ଲାଇକ୍ କରନ୍ତୁ ଆଣ୍ଡ ଫାଷ୍ଟ ରୁ ଲାଷ୍ଟ ଯାଏଁ ଟିକେ ଭିଡିଓ ଦେଖନ୍ତୁ। ଆମେ ଆମେ ଅଲରେଡି ଆପଣମାନଙ୍କ କଥା ଶୁଣି ଭିଡିଓ ସର୍ଟ କରିସାରିଲୁଣି 20-25 ମିନିଟ ମ୍ୟାକ୍ସ। ତ ବାକି କ୍ରିକେଟ ଗୋଟେ ଆନାଲିସିସ୍ ହବ ମାନେ ମ୍ୟାକ୍ସିମମ୍ ତ 40 ମିନିଟ୍ସ 50 ମିନିଟ୍ସ ଲାଗେ ବାକି ଠିକ ଅଛି ତଥାପି ଆମେ ତାକୁ ସର୍ଟ କରିକି 25-30 ମିନିଟ୍ସ ଭଳିଆ ରଖୁଛୁ ଏବେ। ତ ଦୟାକରି ଆପଣ ମାନେ ଆମ ଭିଡିଓ ଟିକେ ଦେଖନ୍ତୁ ଆଣ୍ଡ ନୂଆ ନୂଆ ଜିନିଷ ମଧ୍ୟ ଶିଖିବାକୁ ମିଳିବ ଏଇଟା ତ ସିଓରିଟି କ୍ରିକେଟ ବିଷୟରେ ଖାସ କରି। ଆଉ ଯେମିତି ମୁଁ କହିଛି ଯେହେତୁ ଏସିଆ କପ୍ ଚାଲିଛି ଆଉ ଆମର ଟିକେ ଟାଇଟ ସ୍କେଡ୍ୟୁଲ ରହିଯାଉଛି ଆମ ପର୍ସନାଲ କାମରେ ତ ଆମେ ଅଲଗା ମ୍ୟାଚ ଗୁରା କଭର ଅପ୍ କରିପାରୁନୁ। ଟେନିସ କ୍ରିକେଟ ହେଲା ଓଡିଶାର କ୍ରିକେଟ ଯୋଉଟା ବାରବାଟୀରେ ଚାଲିଛି ସେ ବଗେରା ହେଲା। ରିସେଣ୍ଟଲି ଏବେ ହେଲା ଦେବଦତ୍ତ ପାଡିକଲ ଇଣ୍ଡିଆ ଅଷ୍ଟ୍ରେଲିଆ ମ୍ୟାଚରେ ଭଲ ପରଫର୍ମାନ୍ସ କରିଛନ୍ତି 150-100 ସ୍କୋର କରିଛନ୍ତି ଏବଂ ରିସେଣ୍ଟଲି ଓମେନ ମ୍ୟାଚରେ ମଧ୍ୟ ସ୍ମୃତି ମାନ୍ଧାନା ସେଞ୍ଚୁରୀ ସ୍କୋର କରିଛନ୍ତି ଅଷ୍ଟ୍ରେଲିଆ ଏଗେନଷ୍ଟରେ। ଆମେ ଏ ସାରା ମ୍ୟାଚ ତ କଭର ଅପ୍ କରୁନେ କି ଏ ବି ଡେସକ୍ରାଇବ କରିନୁ ଏ ଯାଏଁ ଯେହେତୁ ଏସିଆ କପ୍ ଚାଲିଛି ଆମ ସ୍କେଡ୍ୟୁଲ ଟାଇଟ୍ ଲାଗି। ତ ସେଥିଲାଗି ଆପଣ ମାନଙ୍କ ପାଖରେ ବିନୀତ ଅନୁରୋଧ ଯଦି ଆପଣ ମାନେ ସାହାଯ୍ୟ କରିବେ ତ ଆମେ କମ୍ପ୍ଲିଟଲି 24 ଆୱାର ଇନଭଲଭ ହେଇକି ସବୁ ଜିନିଷ ଆପଣ ମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବୁ। ବାକି ଏଥିପାଇଁ ଆପଣ ମାନଙ୍କ ସାହାଯ୍ୟ ନିହାତି ଦରକାର। ଓକେ ଠିକ ଅଛି ଏ ତ ରହିଲା ଆମ କଥା। ତ ଏବେ ବ୍ୟାକ୍ କରି ଆସିବା ଆମ ଭିଡିଓ ଆଜିର ଏଜେଣ୍ଡା ଆଜିର ଭିଡିଓ ଉପରେ ଆଜିର ଟପିକ ଉପରେ। ତ ଆଜିର ଟପିକ ହଉଛି ହଟ ଟପିକ ହଉଛି କି ଏସିଆ କପ ର ସୁପର ଫୋର କୋଉମାନେ ସିଲେକ୍ସନ ହେଇଛନ୍ତି। ତ ତା ବିଷୟରେ ତ ଆମେ କହିବା ବିବରଣୀ ଦବା କଥା ତା ବିଷୟରେ ବିବରଣୀ ଦେବେ କୋଉମାନେ ସିଲେକ୍ସନ ହେଇଛନ୍ତି କାହା ସାଙ୍ଗେ କାହାର ମ୍ୟାଚ ଅଛି। ତା ପୂର୍ବରୁ ମୁଁ ଏଇଟା କହି ରଖୁଛି କି ପାକିସ୍ତାନ ବାଲାଙ୍କର ଡ୍ରାମା ଖତମ ହିଁ ହଉନି। ଯୋଉ ଷ୍ଟୋରି ମୁଁ ପୂର୍ବ ଭିଡିଓରେ କହିଥିଲି ସେମ ଷ୍ଟୋରି ୱାନ୍ସ ଅଗେନ ସେମାନେ ଚଲେଇ ଚାଲିଛନ୍ତି ରିପିଟେଡଲି ଚଲେଇ ଚାଲିଛନ୍ତି। ଗୋଟେ ଜିନିଷ ମୁଁ ବୁଝିବାକୁ ଚାହୁଁଛି କି ସେମାନେ ମ୍ୟାଚ ଖେଳିବାକୁ ଆସିଛନ୍ତି ୟା ଫିର ହ୍ୟାଣ୍ଡସେକ କରିବାକୁ। ଯଦି ନାଇଁ ହ୍ୟାଣ୍ଡସେକ ନାଇଁ କରିବାକୁ ନାଇଁ ନାଇଁ ଆସିଛନ୍ତି ତ ଇଟ ଇଜ ଆକ୍ଚୁଆଲି ଟିକେ ନା ସେମାନେ ମ୍ୟାଚ ଖେଳିବାକୁ ଆସୁଛନ୍ତି ନା ସେମାନେ ହ୍ୟାଣ୍ଡସେକ୍ କରିବାକୁ ଆସୁଛନ୍ତି, ସେମାନେ ଆସୁଛନ୍ତି ଭିକ ମାଗିବାକୁ। ଆକ୍ଚୁଆଲି ସତ କଥା କାଲିର ସେଇଟା ଥିଲା କି 16 ମିଲିୟନ ର ସେଇଟା ଆମେ କ୍ଲିୟର ନଥିଲେ ସେଥିଲାଗି କହିନଥିଲେ। ବାକି ସେଇଟା କ୍ଲିୟର ଥିଲା କି ଯଦି ପାକିସ୍ତାନ ଛାଡିକି ଯାଉଛି ତ ବ୍ରଡକାଷ୍ଟ ଯୋଉ ଲସ୍ ହବ 16 ମିଲିୟନ ସେଇଟା ଭରିବାକୁ ପଡିବ। ତ ଯେମିତି କି କହି ରଖିଛି ମସିନ ନକଭି ହଉଛନ୍ତି ଏସିସ ର ଚେୟାରପର୍ସନ ଚେୟାରମ୍ୟାନ ଆଉ ସେ ମଧ୍ୟ ପାକିସ୍ତାନର ଇଣ୍ଟେରିୟର ମିନିଷ୍ଟର ଅଛନ୍ତି। ତ ଇଣ୍ଟେରିୟର ମିନିଷ୍ଟର ପାକିସ୍ତାନର ଡିସିସନ ନେଲେ କି ଯଦି ସେ ଯାଉଛନ୍ତି ପାକିସ୍ତାନ ବୈଠକ ବସଉଛନ୍ତି ଆଇସିସି ଗଣି ବସଉଛନ୍ତି ଆଣ୍ଡି ପାଇକ୍ରଫ୍ଟ ବସୁଛି ମିଟିଂ ବସୁଛି ତାପରେ ବି ଆଣ୍ଡି ପାଇକ୍ରଫ୍ଟ କିଛି ମାନେ ଆଣ୍ଡି ପାଇକ୍ରଫ୍ଟ କୁ ଦୋଷୀ ଘୋଷଣା କରାଯାଉନି। ମ୍ୟାଚ ରେ ଘଣ୍ଟେ ପରେ ବି ଡିଲେ ପରେ ବି ସାଇଡ ରେ ଆଣ୍ଡି ପାଇକ୍ରଫ୍ଟ ହିଁ ଠିଆ ହେଇଛି ଟସ୍ ରେଫ୍ରି ହିସାବରେ ମାନେ ମ୍ୟାଚ ରେଫ୍ରି ହିସାବରେ। ତ ପାକିସ୍ତାନ ବାଲା ତ ବବାଲ କରିବେ ହିଁ କରିବେ। ତ ସେ ସିଚୁଏସନ କେମିତି ହ୍ୟାଣ୍ଡଲ କରିବେ ଆଜ ଏ ଇଣ୍ଟେରିୟର ମିନିଷ୍ଟର। ତ ସେଥିଲାଗି ଇଏ ଗୋଟେ ଷ୍ଟୋରି କ୍ରିଏଟେଡ କି ଆଣ୍ଡି ପାଇକ୍ରଫ୍ଟ କ୍ଷମା ମାଗିଛି କି ଆଣ୍ଡି ପାଇକ୍ରଫ୍ଟ ଏମିତି ଭୁଲ ମାଗିଲେ। ଆରେ ଭାଇ ଭିଡିଓ ମ୍ୟୁଟ କରିକି ଆଣ୍ଡି ପାଇକ୍ରଫ୍ଟ ଭୁଲ ମାଗିଲେ ତାପରେ ବି ମେ ବି ଆଇସିସି ଏବେ ପାକିସ୍ତାନ ଟିମ ଉପରେ ଫାଇନ ହଉ କି ଯାହା ବି ଆକ୍ସନ ନେଇପାରେ କି ପର୍ସନାଲ ଭିଡିଓ ଯେହେତୁ ଆମେ ଦେଖିଥିବା ସମସ୍ତେ ପ୍ଲେୟାର ମାନେ ଯେତେବେଳେ ଯାଆନ୍ତି ଆଇସିସି ରୁମ ବଗେରା କି ଏ ରୁମ ବଗେରାକୁ ତାଙ୍କ ଫୋନ ବଗେରା ସବୁ ରଖାଯାଏ ଆଉ ପର୍ସନାଲ ଇନଫରମେସନ ଲିକ୍ କରିବାକୁ ମନା। ଯେହେତୁ ପର୍ସନାଲ ଇନଫରମେସନ ସେଠି ଲିକ୍ ହେଇଛି କି ପର୍ସନାଲ ଭିଡିଓ ଗୋଟେ ଲିକ୍ ହେଇଛି ତା ପାଇଁ ମଧ୍ୟ ଆଇସିସି ପାକିସ୍ତାନ ଉପରେ ଚାର୍ଜ କରିପାରିବ।
ପ୍ଲସ୍ ଯେମିତି ମୁଁ କହିଥିଲି କି ମୋଷ୍ଟ କଣ୍ଟ୍ରୋଭର୍ସିଆଲ ମ୍ୟାଚ୍ ଇଣ୍ଡିଆ ପାକିସ୍ତାନ ଯୋଉଟା ହେଇଯାଇଛି ଏବେ ରିସେଣ୍ଟଲି ହ୍ୟାଣ୍ଡସେକ୍ କୁ ନେଇକି, ସେ ମ୍ୟାଚ୍ ଉପରେ ମଧ୍ୟ କି ପ୍ଲେୟାର ମାନଙ୍କ ଉପରେ କି ବୋର୍ଡ ଉପରେ ମଧ୍ୟ କିଛି ଫାଇନ୍ ଲାଗିପାରେ, ବହୁତ ବୋର୍ଡ ଉପରେ। ବାକି ମୁଁ ତ କହିବି ପାକିସ୍ତାନ ବାଲା ଠିକ କଲେନି ଏଇଟା। ଏମିତି ତ ଭଲରେ ୱେରେ କହିଲେ ସେ ବୁଝିବେନି ଛାଡ, କିନ୍ତୁ ବାକି ମୁଁ କହିବାକୁ ଚାହୁଁଛି ଏଥିପାଇଁ କି ସେ ତ ଇଣ୍ଡିଆର କିଛି ବି କରିପାରିବେନି। ଆଦରେ ଆଣ୍ଡି ପାଇକଟର ଭୂମିକା କଣ ଥିଲା? କିଛି ନଥିଲା। ସେ କହିଦେଇଥିଲା କି ମ୍ୟାଚ୍ ଭଲ ଭାବରେ ହଉ ବୋଲି, କି ସୂର୍ଯ୍ୟ କୁମାର ଯାଦବ କି ଇଣ୍ଡିଆ ଟିମ୍ ଚାହୁଁନାହାନ୍ତି ହ୍ୟାଣ୍ଡସେକ୍ କରିବେ। ବାକି ପ୍ରୋବ୍ଲେମ ତ ଇଣ୍ଡିଆ ସହିତ ଥିଲା ନା, ସୂର୍ଯ୍ୟ କୁମାର ଯାଦବ ହ୍ୟାଣ୍ଡସେକ୍ କଲେନି କି ଇଣ୍ଡିଆ ବାଲା ହ୍ୟାଣ୍ଡସେକ୍ କଲେନି। ତାପରେ ସେ ପ୍ରେସ କନଫରେନ୍ସରେ ସୂର୍ଯ୍ୟ କୁମାର ଯାଦବର ସେ ବୟାନ କି ଆମେ ଟ୍ରିବ୍ୟୁଟ କରୁଛୁ ଇଏ ବଗେରା। ସଚିନ ତେନ୍ଦୁଲକର ବି 2011 ଟ୍ରିବ୍ୟୁଟ କରିଥିଲେ 100 ମାରିକି ସେଞ୍ଚୁରୀ ମାରିକି ଅଷ୍ଟ୍ରେଲିଆ ଏଗେନଷ୍ଟ ମେ ବି ପାକିସ୍ତାନ ଇନିଂସ ସରି ଯୋଉଟା ଆଟାକ ହେଇଥିଲା 26 ମୁମ୍ବାଇରେ। ହଁ ହଁ 26-11 26 ହଁ, ଆହୁରି ତ ଆହୁରି ଗୋଟେ ଯୋଉ 2023 ୱାର୍ଲଡ କପ୍ ଟାଇମରେ ଆମ ଭିକାରୀ ସ୍ଥାନର ଯୋଉ ୱିକେଟ କିପର ବ୍ୟାଟ୍ସମ୍ୟାନ ଥିଲା ମହମ୍ମଦ ରିଜୱାନ, ସିଏ ବି ଗୋଟେ ସେଞ୍ଚୁରୀ ମାରିକି ଡେଡିକେଟ କରିଥିଲା ଆଉ ଗୋଟେ ଟେରୋରିଷ୍ଟ ଗ୍ରୁପକୁ। ତ ସେମାନେ ଯଦି ଟେରୋରିଷ୍ଟ ଗ୍ରୁପ ଡେଡିକେଟ କରିପାରୁଛନ୍ତି, ତ ଆମର ସୂର୍ଯ୍ୟ କୁମାର ଯାଦବ ଆମ କ୍ୟାପ୍ଟେନ ଆମ ଦେଶର ଆର୍ମ ଫୋର୍ସ ପାଇଁ କାହିଁ ଡେଡିକେସନ ନ କରିପାରିବେ? obviously ଅବଭିୟସଲି ତ ସେଇ କଥା ନା, ତ ବୁଲିବାଲି କଥା ସେଇଠି। ତ ସେଥିରେ ଏଥିରେ ଏମିତି ହାଇପ୍ କରିବାର ନଥିଲା ମ୍ୟାଚରେ। ମୁଁ ତ ଆହୁରି ଏକ୍ସାଇଟେଡ ଅଛି ଇଣ୍ଡିଆ ପାକିସ୍ତାନ ମ୍ୟାଚ ଦେଖିବାକୁ। ଏଗେନ୍ ଯଦି ବି 21 ଇଣ୍ଡିଆ ତାରିଖ ୱିନ୍ କରୁଛି, ୱିନ୍ କରିବ ତ, ଇଣ୍ଡିଆ ୱିନ୍ କରିବ ହିଁ। ମହସିନ ନକବୀ କପ୍ ରେ ତ ଏସିସି ର ଚେୟାରମ୍ୟାନ ରହିବେ ହିଁ ରହିବେ, ମହସିନ ନକବୀ କପ୍ ଦବା ପାଇଁ। ତ ସେଇ ଟାଇମରେ ଇଣ୍ଡିଆ କଣ କରୁଛି ହ୍ୟାଣ୍ଡସେକ୍ କୁ ନେଇ, ସେଇଟା ଦେଖିବା ପାଇଁ ବି ନା, ଆଉ ଏକ୍ସାଇଟେଡ ଆଉ ତ ଏକ୍ସାଇଟେଡ ଅଛି ମୁଁ। ହ୍ୟାଣ୍ଡସେକ୍ ହବନି, ଆଉ ହ୍ୟାଣ୍ଡସେକ୍ ହବନି। ପାକିସ୍ତାନ ପ୍ଲେୟର ଯଦି ଆସିକି ଇଣ୍ଡିଆ ଡ୍ରେସିଂ ରୁମ୍ ଆଗରେ ବି ଯଦି ଗଡିବେ କାନ୍ଦିବେ ଆମ ସହିତ ହ୍ୟାଣ୍ଡସେକ୍ କରିଦିଅ, ତଥାପି ଇଣ୍ଡିଆନ ପ୍ଲେୟର ଗୋଇଠା ମାରି ବାହାର କରିଦେବେ ଚଲ ନିକଲୋ, କିନ୍ତୁ ହ୍ୟାଣ୍ଡସେକ୍ କରିବେନି। ଏଟା ତ ଓକେ କନଫର୍ମ। ତ ଦେବପ୍ରିୟ ଓକେ ତ ଦେବପ୍ରିୟ ପ୍ରୀତିଶ, ମୁଁ ତ ଏଇ ଟପିକ କୁ ନେଇକି ବେଶୀ କିଛି କହିନି, ବଟ୍ ଶେଷରେ ଖାଲି ଗୋଟେ ନିଷ୍ପତ୍ତିରେ ଆସୁଛି କି ତମମାନେ ଯେମିତି କହିଥିଲ କି ନାଇଁ ପାକିସ୍ତାନକୁ ଆଉଟ୍ ହେଇଯାଉ ବା ସେ ନ ଖେଳୁ ବା ଇଣ୍ଟରନ୍ୟାସନାଲ ମ୍ୟାଚେସ୍ ନ ହଉ, ବାକି ମୁଁ ଗୋଟେ ଜିନିଷ ପାଇଁ ସବୁବେଳେ ମାନେ ଇଚ୍ଛା ପ୍ରକାଶ କରେ କି ପାକିସ୍ତାନ ସବୁବେଳେ ଖେଳୁ, ଏମିତି ଏଣ୍ଟରଟେନମେଣ୍ଟ କରୁଥାଉ, ଏମିତି ଡ୍ରାମା କ୍ରିଏଟ କରୁଥାଉ, ଏମିତି ଆମକୁ ଭଲ କଣ୍ଟେଣ୍ଟ ମିଳୁଥାଉ, ଏବଂ ଆଜିକାଲି ଯୋଉ ମାନେ ଫେସବୁକ୍ ଇନଷ୍ଟାରେ ସୋସିଆଲ ମିଡିଆରେ ସବୁ ମିମ୍ସ ଗୁଡା ଆସୁଛି, ଏମିତି ଆସି ଚାଲିଥାଉ। ଅବଭିୟସଲି ପାକିସ୍ତାନ ସେଟାର କମି ରଖିବାକୁ ଦବନି, କାରଣ କ୍ରିକେଟ ଇଣ୍ଡଷ୍ଟ୍ରିର, ମୁଁ ତ କହୁଛି କ୍ରିକେଟ ଯଦି ଗୋଟେ ଫିଲ୍ମ ଇଣ୍ଡଷ୍ଟ୍ରି ହୁଏ, ତ ନାନା ପାଟେକରର ଭୂମିକା ପାକିସ୍ତାନ ଲିଭେଇ ଚାଲିଛି। ତ ମାନେ କମେଡିଆନ ନୁହଁ। ବହୁତ ଭଲ ସିଜନ ୱାଇଜ ଚେଞ୍ଜ ହଉଛନ୍ତି କମେଡିଆନ, କିଛି ନାହିଁ, ଧୀରେ ଧୀରେ ଚେଞ୍ଜ ହଉଛନ୍ତି ସବୁ। ମାନେ ଇନଫାକ୍ଟ ମୁଁ ତ କହୁଛି ଓଡିଆର ହରି ପପୁ ପପୁ ସହିତ ଇକ୍ୱାଲ କରି ପାକିସ୍ତାନୀ ମାନେ ଏମିତି କମେଡି କରୁଛନ୍ତି। ଆଉ ଏତେ ବି ଏତେ ପଲିଟିକ୍ସ ମାରୁଛନ୍ତି କି ମାନେ ଲୋକମାନଙ୍କୁ ସେ ସେମିତି ଭୂତିଆ ବନେଇ ହିଁ ଚାଲିଛନ୍ତି ପାକିସ୍ତାନର ଲୋକମାନଙ୍କୁ। ବହୁତ ଭଲ ଲୋକ ବି ଅଛନ୍ତି ତା ଭିତରୁ ପାକିସ୍ତାନର, ବହୁତ ଜଣ ଭଲ ଭାଇ ବନ୍ଧୁ ମାନେ ପାକିସ୍ତାନ ଅଛନ୍ତି ଯୋଉମାନେ ସପୋର୍ଟ କରୁଛନ୍ତି ଇଣ୍ଡିଆକୁ କି ସେ ଠିକ କରିଛି। ବାକି ବହୁତ ସାରା ଲୋକଙ୍କୁ ଯେମିତି ଭୂତେଇ ବନେଇ ଚାଲିଛି ପାକିସ୍ତାନ ଗଭର୍ଣ୍ଣମେଣ୍ଟ ବହୁତ ସାରା ଜିନିଷରେ, ଯୋଉଟା ମୁଁ ଯେମିତି ସେ ଅନ ପେପର ଯୋଉଟା ହଉଛି ସେଥିରେ ସବୁବେଳେ ଅପୋନେଣ୍ଟ ର ବିଜୟ ମାନେ ଇଣ୍ଡିଆର ବିଜୟ, ବାକି ଯୋଉଟା ବ୍ୟାକଏଣ୍ଡ ରେ ହଉଛି ସେଥିରେ ସବୁବେଳେ ପାକିସ୍ତାନ ଜିତି ଯାଉଛି। ଭାଇ ସେଇଟାକୁ ତ କେବେ ଆଗକୁ କଣ ଗୋଟେ ପାକିସ୍ତାନ ବିଜୟ ଇଏ। ଓକେ ଠିକ ଅଛି, ସେ ଟପିକ ଛାଡିବା ଏବେ ନା, କଥା କିଛି କହିବାକୁ ଚାହୁଁଛ ତମେ? ନା ନା, ମୁଁ କହିବାକୁ ଚାହୁଁଥିଲି, ଆଉ ଇଚ୍ଛା ନାହିଁ କହିବା ପାଇଁ ଆଉ। ନାଇଁ ଠିକ ଅଛି, ଆମେ ତ ଏତିକି କହିବା କି ପାକିସ୍ତାନ ତ ଆଣ୍ଡି ପାଇକରୁ ହାରିଗଲା, ଇଣ୍ଡିଆ କଥା ଛାଡ, ହାରିଗଲା କଣ ମାନେ ତା ଜିଦି ପାଇଁ ସିଏ ହାରିଲା। କିଛି ବି ନଥାଇ, କୌଣସି ଫଲ୍ଟ ବି ନଥାଇ, ତାକୁ ଫୋର୍ସଫୁଲି ଇନଭଲ୍ଭ କରିକି, ମାନେ ମୁଁ କହିଲି ନା ଏମିତି କେସ୍ ଗୋଟେ କ୍ରିଏଟ କଲା, ଆଇସିସି କ୍ଲିୟରଲି କହିଥିଲା କି ମୁଁ ଆଣ୍ଡିକ୍ୟାପରୁ ବାହାର କରିବିନି, ବାସ୍ ଦ୍ୟାଟ୍ସ ଇଟ୍। ତାପରେ ପାକିସ୍ତାନ ତା କାମ ଚଲେଇଲା, ତାପରେ 60 ମିଲିୟନ କଥା ଶୁଣିକି ତ ଭାଇ, ଯଦି ଦେହ ଏତେ ଫାଟି ଯାଇଛି। ଷ୍ଟ୍ରଙ୍ଗ, ଯଦି ଏତେ ଇଜ୍ଜତର କଥା, ନେସନ ର କଥା, ପାଇଜାନ ର କଥା, ପାଇଜାନ ର କଥା, ତ ମାନେ ଏମିତି କରିବା କଥା କି ପାଇଜାନ ଲାଗି, ମାନେ ଯୋଉ 11 ପାଇଜାନ ଲାଗି ନେସନ ପାଇଜାନ ଦେଇଦବା କଥା 16 ମିଲିୟନ। କୋଉଠୁ ଆଣିବେ ଭାଇ ଭିକାରୀ? ଗପ ବାରିବାରେ ଖାଲି ଗପ। ଇଏ ଯୋଉ କଥା ବଡ ବଡ କାମ ବାବର ର ସିମ୍ବଲ। ଗୋଟେ वापसी का जो घंटे का किंग, ये से बोलने वाले किंग, ये जो भी ଯିଏ ବି ଆସି ଗପୁଛନ୍ତି ଇଏ କରୁଛନ୍ତି, ବାକି କିଛି ବି ଆଉ ନାହିଁ, କିଛି ବି ଗୋଟେ ସିଙ୍ଗଲ ମାନେ ମୂଲ୍ୟ ନାହିଁ ଟଙ୍କାଟାର। ଆଉ କହିକି ଆମେ ପାଟି ଖରାପ କରିବାନି, ସେ ଟପିକ ସେଠୁ କ୍ଲୋଜ କରିବା। ନେକ୍ସଟ ଆମେ ପଳେଇ ଆସିବେ ଆମର ସୁପର ଫୋର ରିଗାର୍ଡିଂ
ଆଣ୍ଡ ତାପରେ ଆମ ଭିଡିଓ ଟି ଏଣ୍ଡ କରିବା, ଲମ୍ବା କରିବାନି କଥା ବି। ଆଉ ଏଡିଟିଂ ପାଇଁ ବି ଆମ ଦେବପ୍ରିୟ ଭାଇ ବେଶୀ କଷ୍ଟ ଦବାନି। ଆଉ ତ ସେଥିଲାଗି ମୁଁ ଭାବୁଛି ଗଦାଧର ତମେ କିଛି ସୁପର ଫୋର ବିଷୟରେ କୁହ, ମ୍ୟାଚ୍ କେବେ କାହାର ଅଛି କଣ ଅଛି ସେ ରିଗାର୍ଡିଂ କିଛି ଇନଫରମେସନ ଆମ ଦର୍ଶକ ବନ୍ଧୁ ମାନଙ୍କୁ ଦିଅ। ଓକେ ପ୍ରୀତିଶ, ତ ସୁପର ଫୋର କୁ ସିଡ୍ୟୁଲ ମାନେ କହିବା ପୂର୍ବରୁ ମୁଁ କହିବାକୁ ଚାହେଁକି କାଲି ଯୋଉ ଆମର ମ୍ୟାଚ ଟି ଥିଲା ଶ୍ରୀଲଙ୍କା ଆଉ ଆଫଗାନିସ୍ତାନ ଭିତରେ, ତ ସେଥିରେ ଆଫଗାନିସ୍ତାନ ହାରି ଯାଇଛି ଏବଂ ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର କୁ ଏଣ୍ଟ୍ରି କରି ଯାଇଛନ୍ତି। ଓକେ, ତ ଆଉ ଆଉ ସୁପର ଆଉ ଫୋର ଗୋଟେ ର କଥା ଆଉ ଗୋଟେ କଥା ଦେବପ୍ରିୟ, ସରି ଗଦାଧର, ଗୋଟେ ଦୁଃଖର କଥା ଗୋଟେ କହୁଛି କି କାଲି ଗୋଟେ ମ୍ୟାଚ୍ ଦୁଃଖଦ ଘଟଣା ଘଟିଛି, ଯୋଉଟା କି Yes. ବେଲେ ଲାଗେର ଲାଷ୍ଟ ଓଭରରେ 6ଟା ଛକା ମହମ୍ମଦ ନବୀ 5ଟା ଛକା ତାକୁ ହିଟ୍ କରିଥିଲେ, ଯୋଉଟା କି ମହମ୍ମଦ ନବୀ ପାଇଁ ଖୁସିର କାହାଣୀ ଥିଲା କି ଖୁସିର କଥା ଥିଲା ଆଫଗାନିସ୍ତାନ ଟିମ୍ ପାଇଁ ମଧ୍ୟ। ବାକି ସେଇ ଟାଇମ ରେ ସେ ଶ୍ରୀଲଙ୍କା ଟିମ୍ ଜାଣିନଥିଲା କି ଏତେ ଏତେ ବଡ ଘଟଣା ଗୋଟେ ଘଟିଯିବ ବୋଲି। ତ ଯୋଉଥିରେ କି ବେଲେ ଲାଗେର ଫାଦର ମେ ବି ସେଇ ସିଚୁଏସନ ହୁଅନ୍ତୁ ବି କିଛି ବି ରିଜନ ପାଇଁ ହଉ, ମ୍ୟାଚ ପରେ ହିଁ ମ୍ୟାଚ ଭିତରେ କି ମ୍ୟାଚ ପରେ ସେଇ ବ୍ୟବଧାନରେ ତ ସ୍ୱର୍ଗବାସ ତାଙ୍କର ଘଟିଛି କି ସେ Yes. ହାର୍ଟ ଆଟାକ ରେ ସ୍ୱର୍ଗବାସ ଘଟିଛି ତାଙ୍କର। ତ ଗୋଟେ ଶ୍ରୀଲଙ୍କା ବହୁତ ଯେହେତୁ ପାଇଁ ଏଇଟା ଗୋଟେ ଦୁଃଖଦ ନ୍ୟୁଜ ଥିଲା। ଦୁଃଖ ଦୁଃଖର ନିଉଜ ଥିଲା। କାହାଣୀ ଥିଲା, ଶ୍ରୀଲଙ୍କା ବେଲେ ଲାଗେ ପାଇଁ ମଧ୍ୟ ଯେହେତୁ ଶ୍ରୀଲଙ୍କା କ୍ୱାଲିଫାଇ ବି ହେଇସାରିଛି ସୁପର ଫୋର ରେ, ବାକି ବେଲେ ଲାଗେ ପାଇଁ ମଧ୍ୟ ଶ୍ରୀଲଙ୍କା ଟିମ୍ ପାଇଁ ମଧ୍ୟ ଏଇଟା ଗୋଟେ ଦୁଃଖ ଭରା କାହାଣୀ ଥିଲା। ଅବଶ୍ୟ ଆଫଗାନିସ୍ତାନ ଟିମ୍ ପ୍ଲେୟାର ମାନଙ୍କର ମଧ୍ୟ ଶୁଣିକି ସେମାନେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ବାକି ଓକେ, ଭଗବାନ, ତ ଠିକ ଅଛି। ମାନେ ଯେମିତି କଥାରେ ନାହିଁ କି ମୋ ମାୟା ମତେ ଉଚାର କାହିଁ ବୁଝିବ ଏ ଛରନାର ନରଛାର, ସରି, ସେମିତିକା କଣ କରାଯିବ ସେ ସୂତା ଡୋର ତ ତା ହାତରେ। ଓକେ, ଠିକ ଅଛି, ଆମେ ବ୍ୟାକ୍ କରିବା। ଗଦାଧର ଓକେ, ପ୍ଲିଜ ତ ଟପିକ। ସୁପର ଫୋର ର ସିଡ୍ୟୁଲ ବିଷୟରେ ମୁଁ କହିବାକୁ ଯାଉଛି। ତ ଆମର ସେପ୍ଟେମ୍ବର 20 ରେ ଅଛି ବାଂଲାଦେଶ ଆଉ ଶ୍ରୀଲଙ୍କା। ଆଜ ୟୁଜୁଆଲ ଫାଷ୍ଟ ଅଫ୍ ଅଲ୍ ତ ସଣ୍ଡେ। କୁହ କିଏ କୋଉ ଚାରିଟା ଟିମ୍ ଏ ରୁ 1 ନମ୍ବର 2 ନମ୍ବର କିଏ କ୍ୱାଲିଫାଇ ହେଇଛି, ବି ରେ କିଏ 1 ନମ୍ବର 2 ନମ୍ବର କ୍ୱାଲିଫାଇ ହେଇଛି ସେଇଟା ତ କୁହ। ଓକେ ପ୍ରୀତିଶ, ଗ୍ରୁପ ଏ ରୁ ଇଣ୍ଡିଆ ଏବଂ ପାକିସ୍ତାନ ସିଲେକ୍ସନ ହେଇଛନ୍ତି ସୁପର ଫୋର କୁ, ଏବଂ ଗ୍ରୁପ ବି ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ଆସିଛନ୍ତି ସୁପର ଫୋର କୁ। ଆଉ ଆମେ ଯଦି ତ ମ୍ୟାଚ ର ସିଡ୍ୟୁଲ ବିଷୟରେ ଶ୍ରୀଲଙ୍କା 1 ନମ୍ବରରେ ବି ଗ୍ରୁପ ବି ରେ ସିଲେକ୍ସନ ହେଇଛି ସୁପର ଫୋର ପାଇଁ, ଇଣ୍ଡିଆ 1 ନମ୍ବର। ଓକେ, ତ ଆମେ ଯଦି ଡିସ୍କସନ କରିବା ସୁପର ଫୋର ର ମ୍ୟାଚ ସିଡ୍ୟୁଲ ବିଷୟରେ, ତ ଆମର ସେପ୍ଟେମ୍ବର 20 ରେ ଅଛି ବାଂଲାଦେଶ ଶ୍ରୀଲଙ୍କା, ଆଣ୍ଡ ଆଜ ୟୁଜୁଆଲ ସଣ୍ଡେରେ ଇଣ୍ଡିଆ ଭର୍ସେସ ପାକିସ୍ତାନ। ସେପ୍ଟେମ୍ବର 23 ରେ ପାକିସ୍ତାନ ଭର୍ସେସ ଶ୍ରୀଲଙ୍କା। ସେପ୍ଟେମ୍ବର 24 ରେ ବାଂଲାଦେଶ ଭର୍ସେସ ଇଣ୍ଡିଆ, ଯୋଉଟା କି ଇଣ୍ଡିଆର ସେକେଣ୍ଡ ମ୍ୟାଚ ହବ ସୁପର ଫୋର ରେ। ସେପ୍ଟେମ୍ବର 25 ରେ ଆମର ଅଛି ବାଂଲାଦେଶ ଏବଂ ପାକିସ୍ତାନ, ଏବଂ ଶେଷ ମ୍ୟାଚ ରହିବ ସୁପର ଫୋର ର ଇଣ୍ଡିଆ ଭର୍ସେସ ଶ୍ରୀଲଙ୍କା। ତ ଏବେ ତ ଅଲରେଡି ଆମେ ସୁପର ଫୋର କୁ ଆମେ ପଳେଇ ଆସିଛେ, ତ ଆଶା କରୁଛୁ କି ଏବେ ଯାହା ବି ମ୍ୟାଚ ହବ, ଆମର ଯୋଉ 6ଟି ସୁପର ଫୋର ରେ ମ୍ୟାଚ ହବ, ତ ସେଥିରେ ମାନେ ଭଲ କ୍ରିକେଟ ଦେଖିବାକୁ ମିଳିବ, ଭଲ ମାନେ ଟିକେ କମ୍ପିଟେଟିଭ ଦେଖିବାକୁ ମିଳିବ ଆଜ କମ୍ପିଟେଟିଭ କମ୍ପେୟାର ଟୁ ଦେଖିବାକୁ ମିଳିବ ଗ୍ରୁପ ମ୍ୟାଚ। ଗ୍ରୁପ ମ୍ୟାଚ। ଏଇଟା କହି ରଖି ଗଦାଧର ଇଚ୍ ଟିମ୍ 3-3ଟା ମ୍ୟାଚ ଖେଳିବେ। Yes. ମାନେ ସବୁ ଟିମ୍ ସମସ୍ତଙ୍କ ସହିତ ପରସ୍ପର ଖେଳିବେ ଗୋଟେ ସହିତ ଗୋଟେ ମ୍ୟାଚ। ଖେଳିବେ, ହଁ। ତ ମାନେ ଏଇଟା ଭଲ ହବ କି ଭଲ ହବ ନାହିଁ। ମୁଁ ତ ପୁରା ଇଗରଲି ୱେଟ୍ କରିଛି ଇଣ୍ଡିଆ ପାକିସ୍ତାନ ମ୍ୟାଚ ପାଇଁ, ଯୋଉଟା କି ହବାକୁ ଯାଉଛି 21 ରେ, ଏଇ ରବିବାର ଦିନ। ତାପରେ ତ ଇଣ୍ଡିଆ ବାଂଲାଦେଶ ଅଛି, ଇଣ୍ଡିଆ ଶ୍ରୀଲଙ୍କା କ୍ଲୋଜ ମ୍ୟାଚ ସବୁ ହବ, ମତେ ଏକ୍ସପେକ୍ଟ କରୁଛି କି କ୍ଲୋଜ ମ୍ୟାଚେସ ହଉ ବୋଲି। ବାକି ୱାନ୍ ସାଇଡେଡ ମ୍ୟାଚ ଜିତିଲେ ଇଣ୍ଡିଆ ତ ସେ ଗୋଟେ ୟୁଜ ଟୁ ହେଇଗଲାଣି, ତାପରେ ବି ସବୁ ୱାନ୍ ସାଇଡ ଜିତିବା ଠିକ ନୁହଁ, କିଛି କ୍ଲୋଜ ମ୍ୟାଚେସ ହବା ଠିକ। ଦେବପ୍ରିୟ, କଣ ମତ ଅଛି ତମର ଏ ବିଷୟରେ? ମ୍ୟାଚ କେତେ କ୍ଲୋଜ ହବ, ଏକ୍ସାଇଟେଡ ହବ କି ନାହିଁ? ଆଉ ଏକ୍ସାଇଟେଡ ତ ଆଜିର ନିଶ୍ଚୟ ହବ। ଆଜିର ଇଣ୍ଡିଆ ଓମାନ ମ୍ୟାଚ ଯୋଉ ଅଛି ସେ ବିଷୟରେ ତ ଆମେ କହିବି ପାରିବାନି, ଯେହେତୁ ଇଣ୍ଡିଆ ସିଲେକ୍ସନ ହେଇଯାଇଛି ତ କିଛି ମାଇନେ ରଖେ ନା। ଆଉ ଆମେ ଏଇ ଭିଡିଓ ପକେଇଲା ବେଳକୁ ଇଣ୍ଡିଆ ଓମାନ ରେଜଲ୍ଟ ମଧ୍ୟ ଆସି ସାରିଥିବ, ତ ଆମେ ତା ପ୍ଲେଇଂ 11 କହିବାକୁ ଚାହୁଁନୁ। ବାକି ଆଜି ଯଦି ଇଣ୍ଡିଆ ଯାହା ବି ଖେଳିବ ଠିକ ଅଛି, ଇଣ୍ଡିଆ ସିଲେକ୍ସନ ହେଇଯାଇଛି, ସିଲେକ୍ସନ ହେଇସାରିଲେଣି ସବୁ। ଆଣ୍ଡ ଯେମିତି ଆମେ ପୂର୍ବ ଭିଡିଓରେ କହିଥିଲେ, ବୁମରାକୁ ମଧ୍ୟ ରେଷ୍ଟ ଦେଲେ ବି ଚଳିବ ଏ ମ୍ୟାଚରେ। Yes, ଠିକ ଅଛି yes. ଦେବପ୍ରିୟ, କଣ କହିବାକୁ ଚାହୁଁଛ? କଣ ତମ ପଏଣ୍ଟ ଅଫ ଭ୍ୟୁ ରହୁଛି? ତ ମୁଁ ତ ଗୋଟେ କଥା କହିବି, ରବିବାର ଦିନ ପୁଣି ଯେତେବେଳେ ଇଣ୍ଡିଆ ଭିକାରୀ ମାନଙ୍କ ସହ ଖେଳିବ ଆଉ ସେମାନେ ଓହ୍ଲେଇବେ ମଇଦାନକୁ ଭିକ ମାଗିବା ପାଇଁ,
ପୁଣି ସେମାନେ ଗୋଟେ ମାନେ କାନ୍ଦଣା ଷ୍ଟାର୍ଟ କରିବେ କି ଆମ ସହିତ ଏଗେନ୍ ହ୍ୟାଣ୍ଡସେକ୍ ହେଲାନି। ତ ମୁଁ ସେତେବେଳେ ୱେଟ୍ କରିଛି ସେମାନଙ୍କର ନେକ୍ସଟ ଷ୍ଟେପ୍ କଣ ରହିବ। ଫାଷ୍ଟ ଗ୍ରୁପ ମ୍ୟାଚରେ ସେମାନେ ତ ବୟକଟ୍ ପାଇଁ ଯାଇଥିଲେ, ତ ଏବେ ସେମାନେ କଣ କରିବେ, ଦେଶ ଛାଡିଦେବେ ନା କୁଆଡେ ଯିବେ, ସେଇଟା ମୁଁ ଇଗରଲି ୱେଟ୍ କରିଛି। ତମେ ଯେମିତି କହିଲ ପ୍ରୀତିଶ କି ତମେ ୱେଟ୍ କରିଛ, ଇଗରଲି ୱେଟ୍ କରିଛ ମ୍ୟାଚ୍ ଦେଖିବାକୁ, ମୁଁ ଆକ୍ଚୁଆଲି ଇଗରଲି ୱେଟ୍ କରିଛି ମ୍ୟାଚ୍ ପରର ଡ୍ରାମାଟା ଦେଖିବା ପାଇଁ। ଦେଖାଯାଉ ଏଥର ସେମାନଙ୍କର କଣ ନୂଆ ଡ୍ରାମା ତିଆରି ହବ, ଆଉ କଣ ସେମାନେ ନୂଆ ଡ୍ରାମା ପ୍ଲେ କରିବେ। ତ ଆମେ ତ ସେଇ ଏଣ୍ଟରଟେନମେଣ୍ଟ ପାଇଁ ୱେଟ୍ କରୁଛୁ। ବାକି ତ ଇଣ୍ଡିଆ ଶ୍ରୀଲଙ୍କା ହେଇଗଲା, ଇଣ୍ଡିଆ ବାଂଲାଦେଶ ହେଇଗଲା, ମୁଁ ଚାହିଁବି କି ସେଟା ଟିକେ କ୍ଲୋଜ ମ୍ୟାଚ୍ ହଉ ଆଉ ଟିକେ ଇଣ୍ଟରେଷ୍ଟିଂ ହଉ। ତ ତାହେଲେ ଯାଇକି ମାନେ ଗୋଟେ ଏସିଆ କପ୍ ର ଯୋଉ ମଜାଟା ଆସିବ। ଆଉ ପ୍ରେଡିକ୍ସନ ତ ଯଦି ଆମେ ଦବାକୁ ଯିବା, ଇଣ୍ଡିଆ ତ ଅଟୋମେଟିକାଲି ଯିବ ମାନେ ଫାଇନାଲକୁ। ଆଉ ମୁଁ ଯେମିତି ଆଗରୁ ପ୍ରେଡିକ୍ସନ ଦେଇଥିଲି କି ଶ୍ରୀଲଙ୍କା ଯିବ ଇଣ୍ଡିଆ ସହିତ ଫାଇନାଲ ଖେଳିବା ପାଇଁ, ତ ମୁଁ ଆଜି ବି ଆଉ ସେଇ ମୁଁ ଯେମିତି ପ୍ରେଡିକ୍ସନରେ ଠିକ ପ୍ରେଡିକ୍ସନ ରହିଛି। ଦେଇଥିଲି କି ନାଇଁ କଥା ତ ଠିକ ଅଛି, ଦେବପ୍ରିୟ ଠିକ ଅଛି, ମୁଁ ଯେମିତି ପ୍ରେଡିକ୍ସନ ଦେଇଥିଲି କି ଜାଣିପାରୁଛ ତ ମୁଁ କଣ କହିବାକୁ ଚାହୁଁଛି, all 8 teams playing with CSK at the final। ତ ସେଇ ହିସାବରେ ଇଣ୍ଡିଆ ସହିତ ବି ଟିମ୍ ଖେଳିବାକୁ ଯାଇଛନ୍ତି ଫାଇନାଲରେ। ତ ଫାଇନାଲ କଥା ଛାଡ, ହଁ ଏଇଟା ଦେବପ୍ରିୟ ଠିକ ଅଛି ତମ ପ୍ରେଡିକ୍ସନ କି ଶ୍ରୀଲଙ୍କା ପ୍ରେଡିକ୍ସନ ଠିକ ଅଛି। ମୋ ପ୍ରେଡିକ୍ସନ ଆଫଗାନିସ୍ତାନ ଥିଲା, ବାକି ଆଫଗାନିସ୍ତାନ ମତେ ବହୁତ ନିରାଶ କରିଛି, କାରଣ ନିରାଶ କରିଛି। ଆଫଗାନିସ୍ତାନ ଟିମ୍ ବି ବହୁତ ଷ୍ଟ୍ରଙ୍ଗ ଥିଲା। ବାକି ନାଇଁ କିଛି ଆକ୍ଚୁଆଲି ଆଫଗାନିସ୍ତାନର ମୁଁ ଗୋଟେ ପଏଣ୍ଟ କହିବାକୁ ଚାହୁଁଛି, ତାଙ୍କର ଓପନିଂ ଅର୍ଡର ତ ସର୍ଟେଡ ଥିଲା, ବାକି ଓପନିଂ ପରେ ଯାହା ବି ତାଙ୍କର ବ୍ୟାଟିଂ ଅର୍ଡର ସେଇଟା ସର୍ଟେଡ ନଥିଲା, ଯାହା ପାଇଁ କି ସେମାନେ ମାନେ କ୍ୱାଲିଫାଇ କରିପାରିଲେନି ସୁପର ଫୋରକୁ। ତାଙ୍କର ମିଡିଲ ଅର୍ଡରରେ କେବଳ ଗୋଟିଏ ବ୍ୟାଟ୍ସମ୍ୟାନ ଥିଲା ଯିଏକି ଅଜମତୁଲ୍ଲା ଉମର ଜାଇ, ଯିଏକି ପୁରା ମ୍ୟାଚରେ ପରଫର୍ମ କରିଥିଲା। ଏବଂ ଲାଷ୍ଟ ଆଉ ମ୍ୟାଚରେ ଗୋଟେ କଥା ବି ମହମ୍ମଦ କହିବାକୁ ନବୀ ରଖୁଛି, ଯାହା ବି କରିଥିଲା ଠିକ ଅଛି। ମୁଁ ଆଉ ଗୋଟେ କଥା ବି କହି ରଖୁଛି, ମୋର ଜଣେ ବନ୍ଧୁ ଅଛନ୍ତି, ଆମର ଜଣେ ସବସ୍କ୍ରାଇବର, ସେ ମତେ ବହୁତ ଥର ପଚାରୁଛନ୍ତି କି ବହୁତ ଥର ମତେ ଏଇଟା କହିବାକୁ କହିଛନ୍ତି କି ନୂର ଅହମଦ କୁ କଣ ପାଇଁ ତମେ ଟିମରେ ରଖିନଥିଲ ଆଫଗାନିସ୍ତାନ ଟିମରେ ମୁସ୍ତାଫିଜୁର ରେହମାନଙ୍କୁ, ସରି ଆମର କଣ ସେଟା ମୁଜିବୁର ରେହମାନଙ୍କୁ ରଖିଥିଲ। ତ ତା ରେଜଲ୍ଟ ଟା ଏଇଥିପାଇଁ, ଗୋଟେ ଯଦି ଦିଟା ସ୍ପିନରକୁ ସେମ ସ୍ପିନରକୁ ଆମେ ନେଇକି ଖେଳେଇବା, ତ ଏବେ ଆଉ ସେ ଯୁଗ ନାହିଁ କି ସ୍ପିନର ଯେତେ ଭଲ ପରଫର୍ମାନ୍ସ କରୁଥିଲେ ବି, ତ ଏମିତି ନୁହଁ କି ତାକୁ କେହି ଖେଳି ପାରିବେନି କଣ୍ଟିନ୍ୟୁଅସ କି ସେମ ଆକ୍ସନ ବାଲା ସ୍ପିନରକୁ କାଟାଗୋରୀ ହବନି। ସବୁ ଟାଇମରେ ସେମ ସ୍ପିନ, ଗୋଟେ ଫିଙ୍ଗର ସ୍ପିନର ଦରକାର, ଗୋଟେ ରିଷ୍ଟ ସ୍ପିନର ଦରକାର ଗୋଟେ ମ୍ୟାଚ୍ ପାଇଁ। ଫିଙ୍ଗର ସ୍ପିନର ଭୂମିକାକୁ କେବେ ଆମେ ଦୂରକୁ ନେଇପାରିବାନି। ରିଷ୍ଟ ସ୍ପିନର ବାଇ ମିଷ୍ଟେକଲି ଗୋଟେ ଗୋଟେ ବଲ ଆଇଦର ଆଗକୁ ହେଇଯିବ, ଆଇଦର ସର୍ଟ ହେଇଯିବ। ବାକି ଫିଙ୍ଗର ସ୍ପିନର କଣ୍ଟ୍ରୋଲ ସହିତ 4 ଓଭର ବୋଲିଂ କରିବ, ଆଉ ଯଦି ସେଟା ଭଲ ବୋଲର ହେଇଥିବ। ଆଉ ମୁଜିବୁର ରେହମାନ ଗୋଟେ ଭଲ କାଟାଗୋରୀର ବୋଲର। ତ ୟେସ୍ ୟେସ୍। ନୂର ଅହମଦକୁ ସିଏ ଡବଲ ଉପାୟରେ ରଖିଲେ, ବ୍ୟାଟିଂ ବି ଆଉ ଭଲ ବୋଲିଂ ହିସାବରେ ବି, ବାକି କୋଉଥିରେ ମତେ ଲାଗୁଛି କିଛି ଫାଇଦା ମିଳିଲାନି ବେଶୀ ଅଶେଷ। ତ ମୁଁ ତ ସିଓର ହେଇଥାନ୍ତି ମୁଜିବୁର ରେହମାନ ସହିତ ଯାଇଥାନ୍ତି ଗୋଟେ ପ୍ରପର ବୋଲର ଆଟାକ ସହିତ, ଦେଖା ଯାଇଥାନ୍ତା ଦେନ୍ ମ୍ୟାଚରେ। ଏବେ ଏମିତି ବି ହାରିଲେ ସେମିତି ବି ହାରିଲେ, ସେଥିପାଇଁ ମୁଁ ମୁଜିବୁର ରେହମାନଙ୍କୁ ରଖିଥିଲି। ନୋ ଡାଉଟ ନୂର ଅହମଦ ମୁଜିବୁର ରେହମାନଠୁ ଫାର ବେଟର ପ୍ଲେୟାର, କିନ୍ତୁ ଯେହେତୁ ରସିଦ ଖାନ ଅଲରେଡି ଅଛି, ତ ଏଇଟା କରିବାକୁ ମୁଁ ବାଧ୍ୟ ଥିଲି। ଓକେ ତ ଠିକ ଅଛି। ମୋର ଆଫଗାନିସ୍ତାନ ଟିମ୍ ପାଇଁ ଗୋଟେ ଜିନିଷ ରହିବ କି ସେମାନେ କି ମ୍ୟାଚେସ୍ ଗୁଡାକରେ ପରଫର୍ମାନ୍ସ କରିପାରୁନାହାନ୍ତି, ଯେମିତି କି ଇଣ୍ଡିଆର 2013 ରୁ 2023 ପର୍ଯ୍ୟନ୍ତ ଯେମିତି ଥିଲା, ଯେମିତି କି କିଛି ଗୋଟେ ମାନେ ଯେତେବେଳେ ଦରକାର ହଉଥିଲା ସେତେବେଳେ ସେଇ ମ୍ୟାଚ୍ ଗୁଡା ସେ ଜିତି ପାରୁନଥିଲା, ଆଉ ମାନେ ଟ୍ରଫି ହାସଲ କରିପାରୁନଥିଲା। ତ ସେମିତି ନୋ ଡାଉଟ ଆଫଗାନିସ୍ତାନ ଭଲ ପରଫର୍ମାନ୍ସ କରୁଛି ବିଗ୍ ଟୁର୍ଣ୍ଣାମେଣ୍ଟ ମାନଙ୍କରେ, କିନ୍ତୁ ମୋର ଆଫଗାନିସ୍ତାନଠୁ ମାନେ ଭଲ ଆଶା ଥିଲା, ମୋର ଇଚ୍ଛା ଥିଲା କି ସୁପର ଫୋର କୁ ସେ ଆସୁ ବୋଲି। ଓକେ ତ ଠିକ ଅଛି, ସେ ବର୍ତ୍ତମାନ ଏସିଆ କପ୍ ରୁ ନକ୍ଆଉଟ୍ ହେଇଯାଇଛି, ତ ଦେଖିବା ଆଗକୁ କଣ ତାର ପରଫର୍ମାନ୍ସ ରହୁଛି। ଠିକ ଅଛି, ଆମେ ତ ଦେଖିବା ନେକ୍ସଟ ମ୍ୟାଚରେ କଣ ହଉଛି କଣ ନାହିଁ, ମ୍ୟାଚ ରେଜଲ୍ଟ ବଗେରା ସବୁ ତ ନେକ୍ସଟ ମ୍ୟାଚରେ ଆମେ ଡିସ୍କ୍ରାଇବ କରିବା, ଆଣ୍ଡ ଜଣେଇବା ଆମ ଦର୍ଶକ ବନ୍ଧୁ ମାନଙ୍କୁ କଣ ହେଲା ମ୍ୟାଚ ରେଜଲ୍ଟ। ଆଉ ଇଣ୍ଡିଆ ପାକିସ୍ତାନ ମ୍ୟାଚ ପରେ ଖାସ କରି ମୁଁ ଏତିକି କଥା ଧରି କହି ରଖିବି କି ଇଣ୍ଡିଆ ପାକିସ୍ତାନ ମ୍ୟାଚ ପରେ ତମର ଯୋଉ ଦାମୀ ସମୟ ଭିତରୁ ଆମ ପାଇଁ ଟିକେ ସମୟ ବାହାର କରିବେ, ଆମ ଦର୍ଶକ ବନ୍ଧୁ ମାନଙ୍କ ପାଇଁ ଟିକେ ସମୟ ବାହାର କରିବେ, ତା ପରଦିନ ଠିକ ଅଛି। ପାଇଁ କି ଆମେ ରାତିରେ ଯେମିତି ଭିଡିଓ ଟା ବନେଇକି ଆମ ଦର୍ଶକ ବନ୍ଧୁ ମାନଙ୍କୁ ମ୍ୟାଚ ଡେ +1 ହିଁ ଦେଇପାରିବା। ଆଉ ମ୍ୟାଚ ଡେ -1 ରେ ମଧ୍ୟ ଗୋଟେ ଭିଡିଓ ବନେଇବାକୁ ପଡିବ ପ୍ରେଡିକ୍ସନ 11 ବିଷୟରେ ଇଣ୍ଡିଆ ପାକିସ୍ତାନର, ଆଉ ସେବେକା ସିଚୁଏସନ ବିଷୟରେ, ଯେହେତୁ ଆମ ଦର୍ଶକ ବନ୍ଧୁ ମାନଙ୍କ ପାଖରେ ପହଞ୍ଚେଇବାର ଅଛି। ଓନ୍ଲି ପ୍ରେଡିକ୍ସନ ଆଉ କିଛି ବି ନୁହଁ, ବାସ୍ ପ୍ରେଡିକ୍ସନ ବିଷୟରେ ଆମେ ଟିକେ ଡେସକ୍ରାଇବ କରିବା, କୋଉମାନେ ଖେଳିବେ କି କୋଉମାନେ ଖେଳିବେ, ପରଫରମାନ୍ସ ୱାଇଜ କି ସବୁ କିଛି କରିବାର ଅଛି। ତ ଏଇ ଭିଡିଓଟିକୁ ଆଉ ଲମ୍ବା କରିବାନି, ମୁଁ ଭାବୁଛି ଭିଡିଓଟିକୁ ଏଣ୍ଡ କରିବା। ତ ଠିକ ଅଛି, ଆଜିର ଭିଡିଓକୁ ଆମେ ଏଇଠି ସମାପ୍ତ କରିବା। ଏବଂ ତା ପୂର୍ବରୁ ସମାପ୍ତ କରିବା ପୂର୍ବରୁ ମୁଁ ଆପଣଙ୍କୁ ଛୋଟ ରିକ୍ୱେଷ୍ଟ କରୁଛି,
ଯେମିତି ଆଜ୍ ୟୁଜୁଆଲ ପୂର୍ବ ଭିଡ଼ିଓ ମାନଙ୍କର ମଧ୍ୟ ମୁଁ କହିଛି ଆପଣମାନଙ୍କୁ ଯେ ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଲା ତ ଭିଡ଼ିଓଟିକୁ ଟିକେ ଲାଇକ୍ ଟିକେ କରିଦେବେ ଆଉ ଚ୍ୟାନେଲଟା ସବସ୍କ୍ରାଇବ କରିଦେବେ। ଆପଣମାନେ ଟିକେ ସବସ୍କ୍ରାଇବ କରିବାର ଅବହେଳା କରୁଛନ୍ତି ଆମେ ଜାଣିପାରୁଛୁ, ବଟ୍ ଆଉ ଅବହେଳା ନକରି ଟିକେ ଜାଗ୍ରତ ହେଇକି ସବସ୍କ୍ରାଇବ ଟିକେ କରିଦିଅନ୍ତୁ। ଆଉ ଦୟା ଆପଣମାନଙ୍କର କରିକି ଯୋଉମାନେ ଆମ ମାନଙ୍କ ପାଇଁ ସେତିକି କରନ୍ତୁ, କାରଣ yes, ଆମେ ବି ଆଗକୁ ବଢିବୁ ଆପଣ ମାନଙ୍କୁ ନେଇକି। ହଁ ବାକି ବହୁତ ସାରା ଜିନିଷ ଆମେ ପ୍ଲାନ କରି ରଖିଛୁ, ବହୁତ ସାରା ଜିନିଷ। ବାକି ଯେହେତୁ ଆମର ନୂଆ ଚ୍ୟାନେଲ, ଆଉ ବହୁତ ଜଣ ବହୁତ କିଛି ବି ଆମକୁ କମେଣ୍ଟ କରିଛନ୍ତି, ଅଟକେଇଛନ୍ତି ମଧ୍ୟ। ଚ୍ୟାନେଲ ଏମିତି ହବନି, ଗ୍ରୋ କରିବନି, କଣ ପାଇଁ କରୁଛ, ଏମିତି କିଛି ବହୁତ ଅବଷ୍ଟାକ ପରେ ମଧ୍ୟ ଆମେ ଗୋଟେ ଚ୍ୟାନେଲ ଖୋଲିଛୁ ଆପଣ ମାନଙ୍କ, ଖାସ କରି ଆମ ଓଡିଆ ଦର୍ଶକ ବନ୍ଧୁ ମାନଙ୍କ ପାଇଁ। ଅମ୍, ଆମ ହିନ୍ଦୀର ଭାଇ ଭଉଣୀ ମାନେ ତ ଆମକୁ ବୁଝି ପାରିବେନି, ବାକି ଓଡିଆ ଦର୍ଶକ ବନ୍ଧୁ ମାନଙ୍କ ପାଇଁ ଆମେ ଯଦି ଆପଣ ମାନଙ୍କର ସପୋର୍ଟ ବି ରହିଲା, ଆମେ ହିନ୍ଦୀରେ ମଧ୍ୟ ଆଉ ଗୋଟେ ଚ୍ୟାନେଲ ଆଣିବୁ। yes, ହିନ୍ଦୀରେ ମଧ୍ୟ କ୍ଲାରିଟି କରିବୁ। ଯୋଉଟା ସତ କଥା, ଆମ ତିନି ଜଣ ଭିତରେ ଏଇଟା ଡିସ୍କସନ ହେଇଥିଲା କି ହିନ୍ଦୀରେ ଯେହେତୁ ବହୁତ ସାରା ଚ୍ୟାନେଲ ଅଛି, ବହୁତ ସାରା ସ୍ପୋର୍ଟସ ଆନାଲିସିସ ଚ୍ୟାନେଲ ଅଛି, ଓଡିଆ ମାନଙ୍କ ପାଇଁ କିଛି ନାହିଁ, ତ ଆମେ ଗୋଟେ ଓଡିଆରେ ସ୍ପୋର୍ଟସ ଆନାଲିସିସ ଚ୍ୟାନେଲ ଆଣିଛୁ। ଯେହେତୁ ହିନ୍ଦୀ ଭାଇ ବନ୍ଧୁ ମାନେ ମାନେ ସମସ୍ତେ ହିନ୍ଦୀ କଣ, ଇଣ୍ଡିଆନ ମାନେ ସମସ୍ତେ ହିନ୍ଦୀ ମାନଙ୍କୁ ସପୋର୍ଟ କରୁଛନ୍ତି କି ତାଙ୍କୁ ଏତେ ବଢାवा ଦଉଛନ୍ତି, ତ ଦୟାକରି ଆମକୁ ମଧ୍ୟ ସେତିକି ଆପଣ ଆମକୁ ଦିଅନ୍ତୁ, ଆମର ସପୋର୍ଟ ସେତିକି ଆଶା କରନ୍ତୁ, ଅଛି। ଆମେ ଆଗକୁ ଟିକେ ବଢୁ। ହଁ, ଆଗକୁ ବଢୁ ଆଉ ଭଲ ଭଲ କ୍ରିକେଟ ଆଣି ଆପଣ ମାନଙ୍କୁ ଓଡିଆର ସହିତ ଆମେ ଓଡିଆ ଓଡିଆ ଭାଇ ବନ୍ଧୁ ମାନଙ୍କୁ ଆମେ ଭେଟେଇ ପାରୁ। ଆଉ ସବୁ ପରଫେକ୍ଟ ମ୍ୟାଚ ଡେ ଆଉ ମ୍ୟାଚ ର ରେଜଲ୍ଟ ସ୍କେଡ୍ୟୁଲ କୁ ଚାହିଁକି ଆମେ କଭର ଅପ୍ କରିପାରୁ, ସେତିକି ଟିକେ ସାହାଯ୍ୟ କରନ୍ତୁ। ଓକେ ଓକେ, ତ ତ ଠିକ ଠିକ ଅଛି। ଅଛି। Yes, ଆଜିର ଭିଡିଓଟିକୁ ଆମେ ଏଇଠି ରଖୁଛୁ। ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।